हेलो भाई भौणी मैंने सब केमती अच्छे भल अच्छे ना समस्त हृदय नमस्कार आ भिडियो को आपण को स्वागत। आज मुझे जोटा कहवा जाऊँगी कि माने मंदिर भितर आज कौन घटला जहाँ कहि आप पूरा आश्चर्य होटा शुणिकी आप कहे यहाँ ही सब ठीक कथा सबुठ बड़ सत कथा। चलतु मु कहूँ कि कौन है आज मुझे आम घर बारीपटे अच्छी जेहेतु टी बेसी जोर खरा हो आज छत उपरକୁ जाइन वीडियो करने फास्ट कौन है कि जिते मंदिर को जाइली ठिया हेली कि समय पूजारी आसिले मत मुझे जहाँ देती भोग करने मत देले आनिकी से भाविली कि मंदिर कौन पे आसुँ मंदिरटा कौन पे आसुँ कि आमर कौन मैंने विश अच्छी पूरण करने आसुँ कि भगवान को मागुचे आमको एमती अच्छी आप आसवा दरकार ସେଇଟା ଠିକ୍ କଥା। ନହେଲେ ଆଉ ଗୋଟେ କଥା ମୁଁ ଭାବିଲି କି ଆମେ ଆମର ଯାହା ଇଚ୍ଛା ସେଇଟା ଆମେ ପୂରଣ କରିବାକୁ ମାଗିବାକୁ ଆସୁଛୁ ମନ୍ଦିରକୁ ବା ଆଉ କ'ଣ ଅଛି କି ସେଇଟା ଆସିବା କଥା। ପୂଜାରୀ ତ ତାଙ୍କ ପାଖରେ ସବୁବେଳେ ରହୁଛନ୍ତି, ସେମାନେ କ'ଣ ଚାହାନ୍ତିନି କି ଆମକୁ ବଡ଼ ଲୋକ କରେଇ ଦିଅନ୍ତୁ, ଆମକୁ ଏତିକି ସୁଖ ସମ୍ପଦରେ ରଖନ୍ତୁ, ଏତିକି ଐଶ୍ୱର୍ଯ୍ୟଶାଳୀ ରଖନ୍ତୁ। କାହିଁ ସେମାନେ ତ କିଛି ମାଗନ୍ତିନି, ଯଦି ମାଗୁଥାନ୍ତେ ସେମାନେ ତ କିଛି ହେଇପାରୁନାହାନ୍ତି। ତାହେଲେ ଆମେ କ'ଣ ପାଇଁ ଯାଉଛେ? ଆପଣଙ୍କର ଯେଉଁ ଏମିତିଆ ଅନ୍ଧବିଶ୍ୱାସଟା ଅଛି ମାନେ ଲୋକମାନଙ୍କର ଭଗବାନଙ୍କ ଉପରେ ପୁରା ଅନ୍ଧବିଶ୍ୱାସ, ମାନେ ଭଗବାନ ଆମକୁ ଏଇଟା ଦେଇଦେବେ, ଆମକୁ ସେଇଟା ଦେଇଦେବେ, ଆମେ ଏମିତିଆ ପୂଜା କଲେ ଏମିତି କରିଦେବେ, ଆମେ ନଡ଼ିଆ ବାଡ଼ିଆ ଭୋଗ ବସେଇବା, ଭୋଜି କରିବା, ସମସ୍ତଙ୍କୁ ଖାଇବାକୁ ଦେବା। ଭାଇ ଏସବୁ କିଛି ଦରକାର ନାହିଁ। ତ ଯଦି କ'ଣ ନା ଯଦି ଖାଇବାକୁ ଦେଉଛ ସେଇଟା ଠିକ୍ ଅଛି, କାରଣ ପିଲାଙ୍କୁ ଖାଇବାକୁ ଦେଉଛ, କାହା ଭୋକକୁ ଆପଣ ନିଜକୁ ହାତକୁ ନେଇକି ନିଜେ ଦେଉଛନ୍ତି, କାହା ପେଟ ପୋଷୁଛନ୍ତି, ସେଇଟା ଠିକ୍ କଥା। କିନ୍ତୁ ଭଗବାନଙ୍କ ଉପରେ ଅନ୍ଧ ଭଳିଆ ବିଶ୍ୱାସ କରନି, ନିଜ କର୍ମ ଉପରେ ସେତେବେଳେ ବିଶ୍ୱାସ କର। କାରଣ ଆପଣ ଗୋଟେ କଥା ଭାବନ୍ତୁ, ଆପଣ ପରୀକ୍ଷା ଅଛି କି ଆପଣଙ୍କର ଗୋଟେ କାମ ଆରମ୍ଭ ହେବାର ଅଛି, ଆପଣ ସେ କାମ ଆରମ୍ଭ କରିବା ପାଇଁ ଯାହା ସବୁ ଜିନିଷ ଦରକାର ତାହା ସବୁ ନ କରିକି 5 ଦିନ ଯାଇକି ଖାଲି ମନ୍ଦିରରେ ବସିକି ଭଗବାନଙ୍କୁ ପୂଜା କରିକି କାହାକୁ ଭୋଗ ଲଗେଇକି ମାନେ କାହାକୁ ସମସ୍ତଙ୍କୁ ଖାଇବାକୁ ଦେଇକି ଆପଣଙ୍କ ସେ କାମଟା ଆରମ୍ଭ କରିପାରିବେ କି? କରିପାରିବେନି। ଯଦି କରିପାରିବେନି ତାହେଲେ ଭଗବାନଙ୍କ ଉପରେ ଏତେ ଅନ୍ଧବିଶ୍ୱାସ କ'ଣ ପାଇଁ? ନିଜ କର୍ମ ଉପରେ ବିଶ୍ୱାସ ରଖ। ଭଗବାନଙ୍କୁ କେବଳ ଗୋଟେ ଅନୁଭବ କର କି ମାନେ ଏଇଟା ସତ କଥା, ସବୁଆଡ଼େ ଗୋଟେ ଅଲଗା ଭଳିଆ ଫିଲ୍ ହେଉଥିବ, ବିରକ୍ତ ଲାଗୁଥିବ, କିନ୍ତୁ ମନ୍ଦିର ଭିତରକୁ ଗଲେ ବହୁତ ଶାନ୍ତ, ମାନେ ଶାନ୍ତ ଭଳିଆ ଫିଲ୍ ହୁଏ। ମୁଁ ବି ନିଜେ ଫିଲ୍ କରିଛି। ତା ମାନେ ନୁହଁ କି ଅନ୍ଧ ଭଳିଆ ବିଶ୍ୱାସ କରିବା। ଆମେ ଆମ ପରୀକ୍ଷା ପୂର୍ବରୁ ଯଦି ଆମେ ନ ପଢ଼ିକି ମନ୍ଦିରକୁ ସେମିତି ଧାଉଁଥିବା, ମନେକର 2 ଦିନ ଅଛି ଆମ ପରୀକ୍ଷା, 2 ଦିନ ସେଇ 2 ଦିନ ପରେ ଯେଉଁ ପରୀକ୍ଷାଟା ଅଛି, ପରୀକ୍ଷା ପୂର୍ବରୁ ଆମେ କିଛି ପଢ଼ିବାନି, ସେ 2 ଦିନ ଯାକ ଆମେ କେବଳ ଯାଇକି ମନ୍ଦିର ଭିତରେ ବସିବା, ଭଗବାନଙ୍କୁ ପୂଜା କରିବା। ତା ମାନେ କ'ଣ ଭଗବାନ ଆସିକି ଆମର ପରୀକ୍ଷା ଖାତା ଫୁଲ୍ କରିଦେବେ ନା ଆମ ପାଇଁ ସବୁ ଲେଖିଦେବେ? ସେ ଅନ୍ଧବିଶ୍ୱାସ ଆଜିଠୁ ହିଁ ଛାଡ଼ନ୍ତୁ। ଗୋଟିଏ କଥା ମନେ ରଖନ୍ତୁ, ଆମେ ଯଦି ଆମ ଇଚ୍ଛାଟା ପୂରଣ କରିବାକୁ ମନ୍ଦିରକୁ ଯାଉଛୁ, ତାହେଲେ କ'ଣ ପୂଜାରୀ କରିପାରନ୍ତାନି ସେୟା? କ'ଣ ପାଇଁ? ଆଉ ଗୋଟେ କଥା ମୁଁ ମାନେ ଭାବୁଛି, ଯଦି କେହି ଲୋକ ମନ୍ଦିରକୁ ଯିବେନି, ଭାବୁଛି ପୂଜାରୀ ମଧ୍ୟ ମନ୍ଦିରକୁ ଆଉ ଯିବନି, ମୋତେ ଯାହା ଲାଗୁଛି। କିନ୍ତୁ ଏଇଟା ଭାବନ୍ତୁନି ଖରାପ କଥା ମୁଁ କହୁଛି, ମୁଁ ଭାବୁଛି ଏଇଆ। ସଦାବେଳେ ମୁଁ କହିବା କଥା ହେଉଛି କି ଭାଗବତ ପଢ଼ନ୍ତୁ। କାରଣ ମୁଁ କହୁନି କି ଏଇଟା କୃଷ୍ଣ ଭଗବାନ ଲେଖିଛନ୍ତି ତା ମାନେ ପଢ଼। ମୁଁ କହୁଛି କି ଭାଗବତ ଭିତରେ, ଭାଗବତ ବହି ଯେଉଁ ଅଛି ଆମର, ବହୁତ ଶିଖିବାର ଜିନିଷ ଅଛି, ବହୁତ ଜାଣିବାର ଜିନିଷ ଅଛି। ମାନେ ଯେମିତି ଗୋଟେ ଖେଳନାକୁ ସଜେଇବା ପୂର୍ବରୁ ସେ ଗୋଟେ ପ୍ୟାକେଟ୍ ଭିତରେ ଗୋଟେ ଥାଏ, ଗୋଟେ କାଗଜରେ ସବୁ କେମିତି ସଜେଇ ହେବ, ଆଗୁଆ କେମିତି ସବୁ ଲେଖାଯାଇଥାଏ। ସେମିତି ଆମ ଜୀବନଟାକୁ ଆମେ କେମିତି ଚଲେଇବା, କେମିତି ବ୍ୟବହାର କରିବା, କାହା ପ୍ରତି ବ୍ୟବହାର କରିବା, କେମିତି ତ୍ୟାଗୀ ହେବା କାହା ପ୍ରତି, ସେଇଟା ଲେଖାଯାଇଛି। ତାକୁ ବ୍ୟବହାର କଲେ ଭଲ। କାରଣ ଭାଗବତ ଜୀବନ ପ୍ରତି ଯାହା ସବୁ ଅଛି, ଜୀବନରେ ଯାହା ଯାହା ଘଟୁଛି ଭାଗବତରେ ସେୟା ଲେଖାଯାଇଛି। ତା ମାନେ ନୁହଁ କି ଅନ୍ଧ ଭଳିଆ ବିଶ୍ୱାସ କର। ଭାଗବତରେ ଲେଖା ହେଇଛି କି ସଦାବେଳେ ଭଜନ କୀର୍ତ୍ତନ କରନ୍ତୁ। ସଦାବେଳେ ଭଜନ କୀର୍ତ୍ତନ କଲେ ଆମେ ପେଟ ପୋଷିବା କେମିତି, ବଞ୍ଚିବା କେମିତି? ସେଇଟା ହେଉଛି ମାନେ ସତ କଥା। କି କିଛି କିଛି ଜାଣିବାର ଜିନିଷ ଅଛି, ତାକୁ ଜାଣିବାକୁ ଚେଷ୍ଟା କରନ୍ତୁ। ଆଉ ମୁଁ ଆଜିଠୁ ହିଁ ଶପଥ କରନ୍ତି କି ମୁଁ ନିଜେ କର୍ମ କରିବି, ଯେତେ ଦୃଢ଼ କର୍ମ କରିବି ସେତେ ସଫଳତା ଅର୍ଜନ କରିବି।
ଆଉ ଏତିକି ଭରସା ରଖ, ମାନେ ଯେମିତି ଆମେ ପବନକୁ ଦେଖିପାରୁନେ କିନ୍ତୁ ଅନୁଭବ କରୁଛେ ସେମିତି। ନାଇଁ କି ଆମେ ପବନ ଉପରେ ଅନ୍ଧ ଭଳିଆ ବିଶ୍ୱାସ କରୁଛେ, ନାହିଁ ଆଜି ମାନେ ପବନ ହେବ ମାନେ ହେବ, ଆମେ ହାତ ଯୋଡ଼ୁଛେ ପବନକୁ, ପବନ ହ ହ ଏମିତିଆ ନାହିଁ କି। ସେମିତି ଭଗବାନଙ୍କୁ ତ ଆମେ ଦେଖିପାରୁନେ, ସେମିତି ଅନୁଭବ କର କି ଗୋଟେ ଏମିତି ଭରସା ରଖ କି ମୋ କର୍ମ କରିବା ସହିତ ଭଗବାନଙ୍କ ଆଶୀର୍ବାଦଟା ମୋ ଉପରେ ଥାଉ। ଏତିକି ଖାଲି ଗୋଟେ ଭରସା ରଖ। ଏ ଭିଡ଼ିଓଟା ଆପଣଙ୍କ ସାଙ୍ଗ, ଯେଉଁମାନେ ସାଙ୍ଗ ହୁଅନ୍ତୁ କି ବଡ଼ ଲୋକମାନେ ହୁଅନ୍ତୁ, ନିଶ୍ଚୟ ଦେଖେଇବେ ଆଉ ସେୟାର କରିବେ, ଯେଉଁମାନେ ଭଗବାନଙ୍କ ଉପରେ ଅନ୍ଧ ଭଳିଆ ବିଶ୍ୱାସ କରନ୍ତି। ରହୁଛି। ଜୟ ଶ୍ରୀ ଜଗନ୍ନାଥ।